ମା ଆମେ ଆଲୋଚନା କରିବା ମାତୃରଚନାବଳୀ ଭାଗ 10 ଜ୍ଞାନ 445 446 447 448 449। ଜ୍ଞାନ 445 ପ୍ରଭୁ ଲେଖୁଛନ୍ତି ପରମେଶ୍ୱରଙ୍କ ମଧ୍ୟରେ ରହିଥିବା ଦୁଇଟି ବସ୍ତୁକୁ ଲୋକେ ମନ୍ଦ ବୋଲି କହନ୍ତି, ଯେଉଁ କଥାକୁ ସେମାନେ ଆଦୌ ବୁଝିପାରନ୍ତି ନାହିଁ ଏବଂ ଯେଉଁ କଥାକୁ ସେମାନେ ଭୁଲ କରି ବୁଝନ୍ତି ଏବଂ ତାହାକୁ ସ୍ୱାୟତ୍ତ କରି ତାହାର କୁବ୍ୟବହାର କରନ୍ତି। ସେମାନେ ଯାହାକୁ ଅର୍ଦ୍ଧ ବ୍ୟର୍ଥ ଭାବରେ ଲୋଡୁଥାନ୍ତି ଓ ଯାହାକୁ ଅତ୍ୟନ୍ତ କ୍ଷୀଣ ଭାବରେ ବୁଝନ୍ତି, କେବଳ ତାହାକୁ ହିଁ ଭଲ ଓ ପବିତ୍ର ବୋଲି କହନ୍ତି। ମାତ୍ର ମୋ ଲାଗି ପ୍ରଭୁଙ୍କ ଭିତରେ ଯାହା କିଛି ରହିଛି ସେହି ସବୁ କିଛି ହେଉଛି ପ୍ରୀତିକର। ଦେଖନ୍ତୁ, ସାଧାରଣ ମନୁଷ୍ୟର ଯୋଉ ନିଜସ୍ୱ ଅଜ୍ଞାନତା ରହିଛି, ସେ ଅଜ୍ଞାନତାକୁ ସିଏ ତାର ଜ୍ଞାନ ସର୍ବସ୍ୱ ମନେ କରିଥାଏ ଏବଂ ସେଇ ଅଜ୍ଞାନତାରେ ସିଏ ଯୋଉଟା ମନେ କରେ ଯେ ଏଇଟା ହଉଛି ମୋ ପାଇଁ ମଙ୍ଗଳକର, ଏଇଟା ମୋ ପାଇଁ ଭଲ। ଯେମିତି କହନ୍ତି, ସମସ୍ତେ କହନ୍ତି ଅର୍ଥ ବା ଯେମିତି କହନ୍ତି କଣ ମନି ବା ପଇସାକୁ ନେଇକରି କହନ୍ତି ଯେ ପଇସା ନଥିଲେ କିଛି ନାହିଁ, ଧନ ହିଁ ହଉଛି ସବୁଠାରୁ ମୂଳ। ଏବଂ ଆଉ କେହି ତାଙ୍କର ରୁଚି ଯୋଉଟା, ତାଙ୍କର ବ୍ୟକ୍ତିତ୍ୱକୁ କହିବାକୁ ଗଲେ ବ୍ୟକ୍ତିତ୍ୱ ବି କେଜଣଙ୍କର ନଥାଏ, ଯୋଉଟା ସୁହାଏ ସେଇଟାକୁ ସେମାନେ ଭଲ ବୋଲି କୁହନ୍ତି, ସେଇଟାକୁ ସେମାନେ ଠିକ ବୋଲି କୁହନ୍ତି, ସେଇଟା ହିଁ ପବିତ୍ର ବୋଲି କହନ୍ତି। ତେଣୁ ସେଗୁଡ଼ିକ ପ୍ରଭୁ ଲେଖୁଛନ୍ତି ଯେ ସେଗୁଡ଼ିକ ତାଙ୍କର ଯୋଉଗୁଡାକୁ ସେମାନେ ଅତ୍ୟନ୍ତ କ୍ଷୀଣ ଭାବରେ ବୁଝନ୍ତି, ଯାହାକୁ ଅର୍ଦ୍ଧ ବ୍ୟର୍ଥ ଭାବରେ ଲୋଡୁଥାନ୍ତି, ତାହାକୁ ହିଁ ସେମାନେ ଭଲ ଓ ପବିତ୍ର ବୋଲି କହନ୍ତି। ଆପଣ ଯେମିତି ଗୋଟେ କଥାରେ କହନ୍ତି, ସମସ୍ତେ ଗୁଡାକ ସାଧାରଣ କଥା ଯେ ଅନ୍ୟକୁ ସାହାଯ୍ୟ କରିବା ସବୁଠାରୁ ମହତ୍ ଗୁଣ। ଏଇଟା ଗୋଟେ କଣ୍ଟ୍ରୋଭର୍ସିଆଲ ଭଳିଆ ଲାଗେ, ବେଳେ ବେଳେ ଲୋକ ଯେହେତୁ ବୁଝିପାରନ୍ତି ନାହିଁ, ଯଦି ଆପଣ ତା ବିରୁଦ୍ଧରେ କିଛି କହିବେ ସେମାନେ କୁହନ୍ତି ଏମାନେ ଅଧର୍ମୀ ବା ବିଧର୍ମୀ ବା ଏମାନେ କିଛି ନର୍କକୁ ଯିବେ ଇତ୍ୟାଦି ଇତ୍ୟାଦି। ଆମେ ଭିକାରୀକୁ ଦାନ ଦେବା ବା କାହାକୁ ସାହାଯ୍ୟ କରିବା, ଏଇ ଦୁଇଟା ଭିତରୁ ଯେତେବେଳେ କଥା ଉଠେ ସମସ୍ତେ କହନ୍ତି ଯେ ଯଦି ତମେ ଭିକାରୀଙ୍କୁ ସାହାଯ୍ୟ କରୁନ ବା ଦାନ ଦଉନ ତେବେ ତମେ ପାପୀ ଇତ୍ୟାଦି ଇତ୍ୟାଦି। ଏଇ ପ୍ରଶ୍ନଟି ଧ୍ରୁବ ପଚାରିଥିଲେ ମା ଲକ୍ଷ୍ମୀଙ୍କୁ ପଚାରିଥିଲେ। ଯେବେଠାରୁ ଧ୍ରୁବ ଜଙ୍ଗଲ ଭିତରକୁ ଆସିଲେ ତପସ୍ୟା କରିବାକୁ, ଆମେ ଜାଣିଛନ୍ତି ଧ୍ରୁବ ହଉଛନ୍ତି ଆମର ସୁନୀତିଙ୍କର ପୁତ୍ର ଏବଂ ସିଏ ତାଙ୍କ ଯୋଉ ମାତା ସୁରୁଚିଙ୍କର ଯୋଉ ସୁନୀତିଙ୍କର ସଉତୁଣୀ ସୁରୁଚି ତାଙ୍କଠାରୁ ବିଦା ଖାଇଲେ ବା ତାଙ୍କୁ ସେ ଟାଣି ଘୋଷାରି ତଡା କରି ବିଦା କରିଦେଲେ, କହିଲେ ତୋର ଏଠି ଅଧିକାର ନାହିଁ ବାପାଙ୍କ କୋଳରେ ବସିବାର, ତୁ ଯଦି ମୋ କୋଳରେ ଜନ୍ମ ହବୁ ତାପରେ ଯାଇକି ତୁ ଏଠି ଅଧିକାର ପାଇବୁ ବସିବା ପାଇଁ। ଏଉଠୁ ସିନା ଆରମ୍ଭ ହେଇଛି, କିନ୍ତୁ ସେ ଯେତେବେଳେ ବି ଆସି ପହଞ୍ଚିଛି ଏବଂ ତାଙ୍କ ମା ତାଙ୍କୁ କହୁଛନ୍ତି ଯେ ଯାହା ତୁ ଏଇ ପ୍ରଶ୍ନର ଉତ୍ତର କେବଳ ସ୍ୱୟଂ ନାରାୟଣ ଯିଏ ଜଗତର ପିତା ସିଏ ହିଁ ଦେଇପାରିବେ, ତାଙ୍କୁ ପଚାରେ। ତାପରେ ସେ ଜଗତର ପିତା ନାରାୟଣକୁ ଖୋଜିଛନ୍ତି, ଅନେକ ବାଧାବିଘ୍ନ ଆସିଛି, ଛୋଟ ଛୁଆ 10-12 ବର୍ଷର ଛୁଆ ବୁଲି ଖୋଜି ଚାଲିଛନ୍ତି, ଜଙ୍ଗଲ ଭିତରେ ବୁଲୁଛନ୍ତି। ତାପରେ ତାଙ୍କର ଯିବା ପଥ, ତାଙ୍କର ଖାଇବା, ତାଙ୍କର ମାନେ ସୁରକ୍ଷା ଦାୟିତ୍ୱ ସମ୍ପୂର୍ଣ୍ଣ ଭାବରେ ତପସ୍ୟା ରେ ନାରାୟଣକୁ ପ୍ରାପ୍ତ ହବା ପର୍ଯ୍ୟନ୍ତ ପୁରା ଦାୟିତ୍ୱ ନେଇଛନ୍ତି ନିଜେ ମା ଲକ୍ଷ୍ମୀ। ନାରଦ କୁ ପଠେଇଛନ୍ତି, ନାରଦ ତାଙ୍କୁ ବାଟ ବତେଇଛନ୍ତି, ତାପରେ ସେ କଠୋର ତପସ୍ୟା କରିଛନ୍ତି। ଯେତେବେଳେ ଶ୍ରୀ ନାରାୟଣ ଜୀ ଆସୁଛନ୍ତି, ନାରାୟଣଙ୍କ ସହିତ ତାଙ୍କର ଦର୍ଶନ ହଉଛି, ସେତେବେଳେ ନାରାୟଣ କହୁଛନ୍ତି
ତାଙ୍କ କଥାବାର୍ତ୍ତା ଚାଲିଛି। ତା ଭିତରେ କହୁଛନ୍ତି ଆଉ ମା ତୋର ଦାୟିତ୍ୱ ପୂର୍ଣ୍ଣ ଭାବରେ ନେଇଥିଲେ। ସେ ସେଇଠି ପଚାରୁଛନ୍ତି ମା ଲକ୍ଷ୍ମୀଙ୍କୁ ଯେ ମା ତମେ ଯଦି ସବୁବେଳେ ନାରାୟଣଙ୍କ ପାଖରେ ରହୁଥିଲ ଏବଂ ମୋର ପୂର୍ଣ୍ଣ ଦାୟିତ୍ୱ ନେଇଥିଲ ତପସ୍ୟା କରିକି ପାଇବା ପର୍ଯ୍ୟନ୍ତ, ତେବେ ତୁମେ ମୋତେ ତ ସିଧାସଳଖ ଧରିକି ନେଇଯାଇଥାନ୍ତ ଆଉ ମୁଁ ତ ନାରାୟଣଙ୍କୁ ଦର୍ଶନ କରିଦେଇଥାନ୍ତି, ଆଉ ଏତେ କଥା କାହିଁ କଲ? ସେଇଠି ଆମ ଭାଷାରେ ଆମେ ମଣିଷ, ଆମ ମନ ସବୁ ଗୁଡାକ ବ୍ୟାଖ୍ୟା କରେ। ଏଇ ଲେଖା ଗୁଡାକ ବି ସେଇ ଆମ ଭାଷାରେ ବୁଝିଲା ଭଳିଆ କୁହାଯାଉଛି। ଲକ୍ଷ୍ମୀ କହୁଛନ୍ତି ଦେଖ, ଯଦି ମୁଁ ତତେ ନେଇଯାଇଥାନ୍ତି ତେବେ ସମଗ୍ର ସଂସାର, ପ୍ରଥମ କଥା ସମଗ୍ର ସଂସାର ମୋର ପ୍ରୟାସକୁ ବା ମୋର କାର୍ଯ୍ୟକୁ ପ୍ରଶଂସା କରିଥାନ୍ତା ଏବଂ ତାକୁ ଗୁରୁତ୍ୱ ଦେଇଥାନ୍ତା, ତେବେ ତୋର ମହତ୍ଵ କଣ ବଢିଥାନ୍ତା? ଦ୍ୱିତୀୟ, ଯେତେବେଳେ ତୁ ଯେତିକି ନିଷ୍ଠାପର ସହକାରେ ପ୍ରାର୍ଥନା କଲୁ, ତା ଫଳରେ ତୋର ଯୋଉ ବ୍ୟକ୍ତିତ୍ୱର ବୃଦ୍ଧି ଘଟିଲା ଏବଂ ତୋ ଭିତରେ ଏକ ନିଶ୍ଚୟତା, ଏକ ପୂର୍ଣ୍ଣ ନିର୍ଭରତା, ଏକ ପୂର୍ଣ୍ଣ ବିଶ୍ୱାସର ଯୋଉ ସାମର୍ଥ୍ୟଟି ତୋର ବୃଦ୍ଧି ହେଲା, ସେ ସାମର୍ଥ୍ୟଟି କଣ ବୃଦ୍ଧି ହେଇଥାନ୍ତା କି? ଦେଖନ୍ତୁ, ଏଇଠି ଯିଏ ଜଗତ୍ ମାତା ସେ ନିଜେ ଗୋଟେ ଛୋଟ ଛୁଆଟିକୁ ଜଙ୍ଗଲ ଭିତରେ ହିଂସ୍ର ଜନ୍ତୁ ଇଏ ସବୁ ସତ୍ତ୍ୱେ ତପସ୍ୟା କରିବା ପାଇଁ ପ୍ରେରିତ କରୁଛନ୍ତି। ତେବେ ଆମେ କହୁଛୁ ଯେ ଆମ ମା କହୁଛନ୍ତି ମୋ ଛୁଆଟା ଖାଇପାରୁନି, ତାକୁ ଟିକେ ମୁଁ ଖୁଆଇ ଦିଏ। ଆମେ କହୁଛେ ମୋ ଛୁଆଟି ଏଇଟା ଭଲ ପାଏ ତେଣୁ ସେଇଟା କରିଦେବି, ସେଟା ଯଦି ସେ ନ ଖାଉଛି ନ ଖାଉ, ତେବେ ତାର କ୍ଷତି କରୁଛନ୍ତି କି ଆପଣ ତାର ମଙ୍ଗଳ କରୁଛନ୍ତି? ଇଏ ହଉଛି ଏଇ ଯୋଉ ବୁଝିବାର ସାମର୍ଥ୍ୟ, ମନର ବିକାଶ ନ ହେଇ ନଥିବାରୁ ସେମାନେ ଜାଣିପାରନ୍ତି ନାହିଁ। ସେଥିପାଇଁ ନିଜ ଉପରେ ନିଜର କାହାରି ନିୟନ୍ତ୍ରଣ ନଥାଏ। ତେଣୁ କୋଉଠି ଠିକ କୋଉଟା ଭୁଲ ସେମାନେ ଜାଣନ୍ତି ନାହିଁ। ତେଣୁ ଯୋଉ ଗୁଡାକ ସେ ଅତି କ୍ଷୀଣ ଭାବରେ ବୁଝନ୍ତି ତାହାକୁ ହିଁ ସେମାନେ ଭଲ ଓ ପବିତ୍ର ବୋଲି କହନ୍ତି। ଯେତେବେଳେ ଦାନ କଥା କୁହାଯାଉଛି, ଆପଣ ଯାହାକୁ ଦାନ କରିବେ, ଯାହାକୁ ସାହାଯ୍ୟ କରିବେ, ତାର କୋଉଥିରେ ମଙ୍ଗଳ ହବ ଆପଣ ଜାଣନ୍ତି କି? ଜାଣନ୍ତି କି? ବେଳେ ବେଳେ ଆମେ ନିଜକୁ ମନେ କରୁ ଯେ ନାଇଁ ମୁଁ କିଛି ଜାଣିନି, କିନ୍ତୁ ଅନେକ ସମୟରେ ଆମେ ଭାବୁ ମୁଁ ହଉଛି ଜ୍ଞାନୀ ଏବଂ ମୁଁ ଯାହା ଜାଣିଛି ତାହା ହଉଛି ସବୁଠାରୁ ଉଚ୍ଚ ସ୍ତରର ଏବଂ ତାହା ହିଁ ଠିକ। ତେଣୁ ଅନ୍ୟକୁ ଭୁଲ କହିବା, ଅନ୍ୟକୁ ଅନ୍ୟ ଉପରେ ଦୋଷାରୋପ କରିବା ଏବଂ ଅନ୍ୟ ଜଣକ ହିଁ ଭୁଲ ମୁଁ ହିଁ ଠିକ, ଏଇଥିରେ ମୁଁ ଏତେ ବାନ୍ଧି ହେଇ ରହିଯାଏ ଯେ ତାହା ମୋର ଦୁର୍ବଳତାକୁ ସୂଚାଏ, ତାହା ମୋର ଅର୍ଦ୍ଧ ଜ୍ଞାନ ବା ବ୍ୟର୍ଥ ଜ୍ଞାନକୁ ବୁଝାଏ, ସେଇଟା ମୁଁ ବୁଝିପାରେ ନାହିଁ। ତେଣୁ ଏଠି ପ୍ରଭୁ କହୁଛନ୍ତି ଯେ ଯୋଉ କଥାକୁ ସେମାନେ ଆଦୌ ବୁଝିପାରନ୍ତି ନାହିଁ, ଯୋଉ କଥାକୁ ସେମାନେ ଭୁଲ କରି ବୁଝନ୍ତି, ସେ ସେଇ ଦୁଇଟି କଥାକୁ ଭଗବାନଙ୍କର ସେଇ ଦୁଇଟି କଥାକୁ ସେମାନେ ସବୁବେଳେ ମନ୍ଦ ବୋଲି କହନ୍ତି ଆଉ ତାକୁ କଣ କରନ୍ତି? ନିଜ ଆୟତ୍ତକୁ ଆଣି କୁବ୍ୟବହାର କରନ୍ତି। ଶେଷ ଲାଇନରେ କହୁଛନ୍ତି ମାତ୍ର ମୋ ଲାଗି ପ୍ରଭୁଙ୍କ ଭିତରେ ଯାହା କିଛି ରହିଛି ସେହି ସବୁ କିଛି ହଉଛି ପ୍ରୀତିକର। ସବୁ କିଛି ହଉଛି ପ୍ରୀତିକର। ଯଦି ସର୍ପ ଦଂଶନ ମତେ ହଉଛି ତାହା ମଧ୍ୟ ପ୍ରୀତିକର, ଏବଂ ଯଦି ମୋତେ ସ୍ନେହ କରାଯାଉଛି ତାହା ମଧ୍ୟ ପ୍ରୀତିକର। ଏଠି ଖାଲି ଗୋଟେ ଛୋଟିଆ ଉଦାହରଣଟେ ଦେବି। ସର୍ପ ଦଂଶନ ମତେ ହେଲା, ମୋ ଭିତରକୁ ବିଷ ଯାଉଛି। ଆମେ ଯେତେବେଳେ ଟୀକା ନଉଛନ୍ତି କଣ କରୁଛନ୍ତି?
जो अणुजीव विरुद्ध रे आमर रोग प्रतिरोधक शक्ति वृद्धि करने टीका दि जाए कौन करा जाए से आइदर से अणुजीवर मृत कोषटी को किंबा अति लोअर डोजर अणुजीवटी को आम भितर छाड़ी दि जाए ता द्वारा कौन हम ना आम भितर रोग प्रतिरोधक क्षमता से अणुजीव विरुद्ध रे स्वतः प्रवृत्त इनिशिएट होगी तैयारी हो ता फल जेतेबेले से अणुजीवटी मते आक्रांत करिवो तेबे मो भितरे ऑलरेडी सैन्य सामंत रेडी थिबे तेबे एठी यदि आमे गोटे खाली गोटे मानसिक स्तर बुझे तेणु एठी कौन है सेटा मो पाई मंगलकर है जोटा मते देखा जाउची बाहर दृष्टि खराब बोली तेणु जहाँ को आमे प्रभुंकर जो कथा को बुझी न पारि थाउ ताको आमे साधारणतः मंद कहू से आमको चेतनार ऊर्ध्व स्तर को उठा पड़ो एवं जानवा पड़ो हृदयंगम करा पड़ो उपलब्धि को आनिया पड़ो जे प्रभुंकर प्रत्येक जहाँ कि रही सब हूँ प्रीतिकर ज्ञान 446 ज्ञान 446 हे मोर परम प्रभु सेमाने मते पागल बोली कहउछंती कारण मु तुम भितर आदौ कौन दोष देखु नाही मात्र जदि मु प्रकृत रे तुमर प्रेम रे पागल होई रही थाए तेबे मोर एही पागलामी चली जाई पुणी भल बुद्धि आसु बोली मु मोटे इच्छा करू नाही अरे जणे जेतेबेले भगवत प्रेम रे उद्भूत होईची जेतेबेले जणे भगवान को सहित पूर्ण एकत्व प्राप्त करिछि लोक पागल कहउचंती कहंतु जेतेबेले मु परमंक सहित एकत्व प्राप्त करिछि तेबे जो मानकर से पहुंच पाए हेनी जो मैंने पहुंची नांती से मते पागल कहबे कहता मु मोटे इच्छा करूना से प्रायतः अपन कौन देखिए जे ज्ञानी माने से माने नीरव रहते से माने व्यतिव्यस्त हो पड़ते ज्ञान 447 से माने भूल मिथ्या बाधा बोली केड़े पाटी करी कहउचंती हे परम प्रभु तुमर से भूल गुड़िक मध्य केड़े उज्जवल और सुंदर तुमर मिथ्या गुड़िक ही सत्य को जीवंत करी रखिछंती तुमर बाधा गुड़िक द्वारा पृथ्वीर अपूर्णता गुड़ी को काटी पूर्ण हेबारे लगी ज्ञान 448 से केते आवेगर सहित जीवन 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 बोली चित्कार करुछंती तार उत्तर दे आत्मा ईश्वर ईश्वर बोली कहूची तुम्हें जे पर्यंत जीवन को केवल सही परमेश्वर रूप रे ही सही परमेश्वर रूपे ही प्रत्यक्ष करि नथिबो ओ भल पाई नथिबो से पर्यंत जीवनर आनंद मध्य तुम लगी मुदा सिंधुक परी होई रहिथिबो आमे पूर्व आलोचना रे 447 पर आलोचना सर जाइथिला तो 448 में आलोचना करिया तथा ज्ञान 447 कहउचंती तुमर मिथ्या गुड़िक ही सत्य को जीवंत करी रखिचंती तुमर बाधा गुड़िक द्वारा पृथ्वी अपूर्णता गुड़ी को काटी पूर्ण हेबार लागिछि एई वाक्यटी आमे निज जीवन रे बुझिबा पई प्रयास करिबा तेबे सार्थक हो जीव प्रभुंकर लेखाटे देखंतु आम भितरे सामर्थ्य को वृद्धि करने को हेले आपण यदि पहरिबा शिखिबा को चाहुचंती तेबे बही धरी घोषिले बही धरी केमिति पहरंती खाली देखिले पहरा होई जीव नाही हमको पोखरी भितर डेइबा को पड़िबो नई भितर को डेइबा को पड़िबो पानी भितर को डेइबा को पड़िबो ताहेले आमे पहरा शिखिबा सामर्थ्य वृद्धि हो तेणु जेतेबेले आमर असामर्थ्य दुर्बलता रही आम पई चैलेंज आसे ताकू आमे विपत्ति बोली भाबू प्रकृत रे सेगुड़ हूँ आह्वान सम्मुखीन हुआ सामर्थ्य वृद्धि पाइब आगे जीव तेणु तुमर मिथ्या गुड़िक ही सत्य को जीवंत कर रखिचंती
ତୁମର ବାଧା ଗୁଡ଼ିକ ଦ୍ୱାରା ପୃଥିବୀ ଅପୂର୍ଣ୍ଣତା ଗୁଡ଼ିକୁ କାଟି ପୂର୍ଣ୍ଣ ହେବାରେ ଲାଗିଛି। କାହିଁକିନା ଆମେ କ'ଣ ଯୋଉ ଅଳସୁଆ ହେଇଯାଉ, ତାମସିକ ହେଇଯାଉ। ଯଦି ଆମର ନିରନ୍ତର ଅଗ୍ରଗତି ଆମେ କରିବା ପାଇଁ ନିଷ୍ଠାପର ସହକାରେ ଆସ୍ପୃହ କରୁଛୁ, ତେବେ ଆମକୁ ସବୁ ଗୁଡ଼ିକ ଯେତେକ ପରିବେଶ ପରିସ୍ଥିତି ଆସିବ, ସବୁ ଗୁଡ଼ାକ ମୋତେ ଲାଗିବ କ'ଣ, ମୋ ଜୀବନ ପଥରେ ଗୋଟିଏ ଗୋଟିଏ ପାହାଚ, ଯିଏ ମୋତେ ଆଗକୁ 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 ଆହୁରି ଆଗକୁ ଆହୁରି ଆଗକୁ ଉଠେଇ ନେଉଛି। ଜ୍ଞାନ 448ରେ କହୁଛନ୍ତି, ତମେ ଖାଲି ଜୀବନ ଜୀବନ କଥା କହୁଛ, ଯେ ପର୍ଯ୍ୟନ୍ତ ସେଇ ଜୀବନ ଭିତରେ ପରମେଶ୍ୱରଙ୍କୁ ପ୍ରତ୍ୟକ୍ଷ କରିନାହ, ତେବେ ସେ ଜୀବନରେ ଆନନ୍ଦ ହିଁ ନାହିଁ। କହୁଛନ୍ତି ଯଦି ଜୀବନ ଭିତରେ ପରମେଶ୍ୱରଙ୍କୁ ପ୍ରାପ୍ତ କରିନାହ, ତେବେ ଜୀବନର ଆନନ୍ଦ ମଧ୍ୟ ତୁମ ଲାଗି ମୁଦା ସିନ୍ଦୁକ ପରି ହୋଇ ରହିଥିବ। ଦେଖନ୍ତୁ, ଆମର ପ୍ରତ୍ୟେକ ଗତିବୃତ୍ତି, ପ୍ରତ୍ୟେକ ଚିନ୍ତା, ପ୍ରତ୍ୟେକ ଭାବନା, ପ୍ରତ୍ୟେକ ଧାରଣା, ପ୍ରତ୍ୟେକ ଛୋଟ ଛୋଟ ଟିକି ନିଖି କାର୍ଯ୍ୟ ଯେତେବେଳେ ପରମେଶ୍ୱରଙ୍କ ଦ୍ୱାରା ପରିଚାଳିତ ହେବ, ସେତେବେଳେ ଆମ ଭିତରେ ଦୁର୍ବଳତା, ଅସାମର୍ଥ୍ୟତା କିଛି ନଥିବ। ସବୁ କିଛିକୁ ସମ୍ମୁଖୀନ ହେବା ପାଇଁ ଶକ୍ତି, ଜ୍ଞାନ, ସାମର୍ଥ୍ୟ, ଜ୍ୟୋତି ସବୁବେଳେ ପୁରା ଅନବରତ ମୋ ଭିତରକୁ ପ୍ରବାହିତ ହେଉଥିବ। ସେ ଯେଉଁ ଆନନ୍ଦଦାୟକ ଅବସ୍ଥା କେତେବେଳେ ହେବ? ଯେତେବେଳେ ପରମେଶ୍ୱରଙ୍କ ସହିତ ଆମର ସଂଯୁକ୍ତ ହେବ। ତା ପୂର୍ବ ପର୍ଯ୍ୟନ୍ତ ଆମେ କେବଳ ବାଡ଼େଇ କଚାଡ଼ି ହେଉଛୁ, କେବଳ ବାଡ଼େଇ କଚାଡ଼ି ହେଉଛୁ। ଯେହେତୁ ଅସାମର୍ଥ୍ୟ ରହିଛି, ଉଠି ପାରୁନୁ ଉପରକୁ, ହାତ ଖସି ଯାଉଛି, ବାଡ଼ି ଭାଙ୍ଗି ଯାଉଛି, ସବୁ ଭାଙ୍ଗିଗଲା, ସବୁ କଲା, ତଳେ ଲାଦୁକିରି ପଡୁଛି, ପୁଣି ଉଠିକି ଚେଷ୍ଟା କରୁଛି, ଗୋଡ଼ ଭିତରେ କାଦୁଅ ଭିତରେ ପଶି ଯାଉଛି, ଗୋଡ଼ ଉଠି ପାରୁନାହିଁ। ଯେତେ ଚେଷ୍ଟା କରୁଛି ପଙ୍କ ଭିତରୁ ଗୋଡ଼ ଉଠିବା ପାଇଁ, ଆର ଗୋଡ଼ଟାକୁ ଦାବିକିରି ଏ ଗୋଡ଼ ଉଠେଇଲା ବେଳକୁ ସେ ଗୋଡ଼ ଅଧିକ ଦବି ଯାଉଛି। ଯେତେ ମୁଁ ଚେଷ୍ଟା କରୁଛି, ଅଧିକରୁ ଅଧିକ ଦବି ଦବି ଯାଉଛି। ତାର କାରଣ ହଉଛି ତା ଭିତରେ ଉତ୍ତର ନାହିଁ। ଉତ୍ତର ଅଛି କୋଉଥିରେ? ନା ଉଚ୍ଚତର ସାମର୍ଥ୍ୟକୁ ଆହ୍ୱାନ କରିବାରେ। ଯେତେବେଳେ ବାଲି ଚର ଭିତରେ ଆପଣ ପଡ଼ିଯାନ୍ତି, ଚୋରା ବାଲି ଭିତରେ ପଡ଼ି ଯାଇଛନ୍ତି, ସେତେବେଳେ ଆପଣ ଯେତେ ଅଧିକ ଚେଷ୍ଟା କରିବେ, ସେତେ ତଳକୁ ତଳକୁ ଦବିକି ଯିବେ। ସେଇ ସମୟରେ କେବଳ ଦରକାର ହୁଏ କ'ଣ? ଗୋଟେ ବଡ଼ ବାଡ଼ିଟେ, ଗୋଟେ ବଡ଼ ବାଉଁଶଟିଏ ଯଦି କିଏ ପକେଇ ଦେଲା, ଆପଣ ସେ ବାଉଁଶଟାକୁ ଧରିକିରି ଯଦି ରହିଗଲେ, ତାହେଲେ ଗୋଡ଼ଟା ଟେକି ହେଇକି ରହିଲା। ବାଲିଚର ଭିତରେ ଆଉ ଗୋଡ଼ଟା ଯଦି ପ୍ରେସର ନଦେଲା, ତାହେଲେ ତଳକୁ ତଳକୁ ଆଉ ଦବିବେ ନାହିଁ, ଏତିକିରେ ରହିଯିବ ନାହିଁ। ଆପଣଙ୍କର ସାମର୍ଥ୍ୟ ଅଛି, ନିଜର ପ୍ରୟାସରେ ଆପଣଙ୍କୁ ସେ ବାଉଁଶଟିକୁ ଧରିକି ରହିବାକୁ ପଡ଼ିବ। এইটা হচ্ছে প্রথম পদক্ষেপ। তেণু ব্যক্তিগত প্রয়াস জরুরি, প্রস্তুতি জরুরি, আধার প্রস্তুত জরুরি। তা পরটা হব কোণ? উপরু থাইকি জনে দৌড়িটে পকাইব, উপরু থাইকি সে দৌড়িটিକୁ ଆପଣ ଧରିଦେବେ, ବାସ୍। ତାପରେ ସିଏ ଆପଣଙ୍କୁ ଟାଣିକି ନେଇଯିବେ। ତେଣୁ ଏଇ ଆଧାର ପ୍ରସ୍ତୁତି ହବ। ଆଧାର ବ୍ୟକ୍ତିଗତ ପ୍ରୟାସ ଫଳରେ ଆପଣ ବାଉଁଶଟିକୁ ଧରିବେ ଏବଂ ଦଉଡ଼ିଟିକୁ ତାପରେ ଧରିବେ, ଆଉ ସବୁ କାମ ବର୍ତ୍ତମାନ ସେ ଉପରୁ ଟାଣିବେ। ପରମେଶ୍ୱରଙ୍କୁ ପ୍ରତ୍ୟକ୍ଷ ରୂପେ ଯେତେବେଳେ ମୁଁ ପାଇଯିବି, ସେତେବେଳେ ତାଙ୍କର ହାତଟା ମୋତେ ଧରି ଟାଣି ଟାଣି ନେଇଯାଉଥିବ। ତେଣୁ ସବୁ ସମୟରେ ଆନନ୍ଦ ହିଁ ଆନନ୍ଦ। ଯଦି ନିଜକୁ ପ୍ରସ୍ତୁତ କରୁନାହିଁ, ତାହେଲେ ଯଦି କେବଳ ଏଇଠି ଯୋଉ ଜୀବନ ଜୀବନ କହୁଛନ୍ତି, ମାନେ ଏଠି ବାହ୍ୟ ପ୍ରଶଂସା, ବାହ୍ୟ କ୍ଷମତା, ବାହ୍ୟ ଯୋଉ ମାନ, ଯଶ, ଭଲ ପାଇବା, ପ୍ରଶଂସା, ତାରି ପଛରେ ଆରାମରେ ରହିବା, ମାଲିକ ହେଇକି ରହିବି, ଅନ୍ୟମାନେ ସବୁ ଚାକର, ଯେ ପର୍ଯ୍ୟନ୍ତ ଏଇଥିରେ ଆପଣ ରହିଥିବେ, ସେ ପର୍ଯ୍ୟନ୍ତ ଆପଣ ମୁଦା ସିନ୍ଦୁକ ପରି ହେଇ ରହିଥିବେ। ଜୀବନରେ ଆନନ୍ଦ ପ୍ରାପ୍ତ। ଆପଣ କହିବେ, ହଁ କ'ଣ ଆନନ୍ଦ ନାହିଁ? ମୁଁ ବସିଛି, ମୋର ସବୁ ସେବା କରୁଛନ୍ତି, ମତେ ଖୁଆଇ ଦଉଛନ୍ତି, ମୁଁ ଯାହା ଚାହୁଁଛି ତାହା ଖାଉଛି, ଆଠାରୁ ଆନନ୍ଦ କ'ଣ? କହିବେ ନା? କହିବେ ତ? ହେଲେ ନିଜ ଶରୀରର ଖୁସି ରୁଚିରେ ଆପଣ ବହୁତ ଖୁସି ହେଇଗଲେ, ଠିକ ଅଛି, ସେତିକି ସମୟ ସବୁବେଳେ ରହେ।
ଖାଲି ବାହ୍ୟ ଦୃଷ୍ଟିରୁ ଦେଖିଲେ ସେତିକି ସମୟ ସବୁବେଳେ ରହେ? ସବୁବେଳେ ରହେନି। ରୋଗ, ଅନ୍ୟାନ୍ୟ ବହୁତ ସମୟ କଥା ରହିଛି, ସାଇକୋଲୋଜିକାଲ ପ୍ରେସର ରହିଛି, କେତେ କଥା ରହିଛି। ଆପଣଙ୍କର କେତେ ଶତ୍ରୁ ତିଆରି ହଉଥିବେ, ତାଙ୍କ କଥା ଶୁଣୁଥିବେ ଆପଣ ମାନସିକ ଭାବରେ, ବାହ୍ୟ ଦୃଷ୍ଟିରୁ ବି ସବୁ ହଉଥିବେ। ଆନ୍ତର ଦୃଷ୍ଟିରୁ ଆପଣଙ୍କର ଯଦି ଦେଖିବା କିଛି ବି ଯଦି ଅଗ୍ରଗତି ହେଲା ନାହିଁ, କେମିତି ଅଗ୍ରଗତି ହବ? ଆପଣ ତ ତାରି ଭିତରେ ରହିଲେ। ତାହେଲେ ଏଇ ଜୀବନଟି ଯୋଉ ପାଇଥିଲେ ଭଗବାନଙ୍କ ଆଡକୁ, ଭଗବାନଙ୍କୁ ପରିପ୍ରକାଶ କରିବା ପାଇଁ, ଭଗବାନଙ୍କ ଆଡକୁ, ଜ୍ଞାନ ଆଡକୁ, ସତ୍ୟ ଆଡକୁ, ଜ୍ୟୋତି ଆଡକୁ ଯୋଉ ଗୋଟିଏ ପାହାଚ ବି ହଉ ଯାଇଥାନ୍ତେ, ଯାଇପାରିଲେ ନାହିଁ, ଜୀବନଟି ବ୍ୟର୍ଥ ହେଇଗଲା। ପୁଣି ସେଇ ଏକା କାମ ଆର ଜନ୍ମରେ କରିବେ। ତାମାନେ କ୍ଲାସରେ ଆପଣ ଆଡମିସନ କରିଲେ କିନ୍ତୁ ପାଠ ପଢିଲେ ନାହିଁ। କଣ ହେଲା ନା ଆପଣଙ୍କ ପାଇଁ ଜଣେ ରହିଲା ମାଡ ଖାଇବ, ଆପଣଙ୍କ ପାଇଁ ଜଣେ ରହିଲା ପାଠ ଲେଖିଦବ। ହେଲେ ସିଏ ପାସ୍ କରିବ ନା ଆପଣ ପାସ୍ କରିବେ? ତେଣୁ ପୁଣି ଆର ଜନ୍ମରେ ଆସିବ, ପୁଣି ସେଉଠୁ ମଡେଇବେ। ଜୀବନ ବ୍ୟର୍ଥ ହେଇଗଲା। ତେଣୁ ଜ୍ଞାନ 449ରେ ଯୋଉ ପ୍ରଭୁ ଲେଖୁଛନ୍ତି, ଇନ୍ଦ୍ରିୟ ମାନେ ସେ ତାକୁ ଭଲ ପାଏ ବୋଲି କହନ୍ତି, ମାତ୍ର ଆତ୍ମା କେବଳ ଈଶ୍ୱର ଈଶ୍ୱର ବୋଲି କହୁଥାଏ। କେବଳ ଈଶ୍ୱର 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 ବୋଲି କହୁଥାଏ। ତାହା ହିଁ ହେଉଛି ଏହି ଅସ୍ତିତ୍ୱର ସର୍ବାନ୍ତ ସର୍ବ ଅନ୍ତ ସବ ତାହା ହିଁ ହେଉଛି ଏହି ଅସ୍ତିତ୍ୱର ସର୍ବାନ୍ତର୍ଗତକାରୀ ସୂତ୍ର। ସର୍ବ ଅନ୍ତର୍ଗତକାରୀ ସୂତ୍ର। ସବୁ କିଛି ତା ଭିତରେ ରହିଛି। କାହା ଭିତରେ? ଈଶ୍ୱରଙ୍କ ଭିତରେ। ଇନ୍ଦ୍ରିୟ ମାନେ ସିଏ କହେ ସିଏ ତାକୁ ଭଲ ପାଏ ବୋଲି। ଇନ୍ଦ୍ରିୟ ମାନଙ୍କର ତାଙ୍କୁ କିଏ ଭଲ ପାଇଲା, ତାର ରୁଚି, ତାର ପସନ୍ଦ, ସେଇ ଅନୁସାରେ ସେ କାହାକୁ ନିଜର କରେ, କାହାକୁ ପରର କରେ। କିନ୍ତୁ ଆତ୍ମା ସହିତ ଆମେ ଯେତେବେଳେ ଯୁକ୍ତ ହେଇଯାଉଛୁ, ସିଏ କେବଳ ସେଇ ପରମଙ୍କୁ ଚିହ୍ନେ। ପରମଙ୍କ ସହିତ ଏକତ୍ୱ ଆମକୁ କରିଦିଏ। ତେଣୁ ସେଇଥିପାଇଁ କହୁଛନ୍ତି ତାଙ୍କ ସହିତ ଏକତ୍ୱ ହେଲେ ସର୍ବ ଅନ୍ତର୍ଗତକାରୀ ସୂତ୍ର ସେଇଠି ରହିଛି। ସବୁର ସୂତ୍ର ରହିଛି। ତେଣୁ ଆମର କାର୍ଯ୍ୟ ହେଉଛି ଆକୁ ବୁଝିବା ଏବଂ ଏଇଥିରେ ବଞ୍ଚିବା। ମା ଲେଖୁଛନ୍ତି, ଶ୍ରୀ ଅରବିନ୍ଦ ଏହିପରି ଭାବରେ ଅସ୍ତିତ୍ୱର ରହସ୍ୟଟିକୁ ଉନ୍ମୋଚିତ କରିଦେଇଛନ୍ତି ଓ ତାହାର ଏକ ସୂତ୍ର ରୂପ ପ୍ରଦାନ କରିଛନ୍ତି। ବାକି ଯାହା ରହିଲା ତାହା ହେଉଛି ତାହାକୁ ବୁଝିବା ଓ ତାହାକୁ ବଞ୍ଚିବା। ଏଇଟା ହେଉଛି ଗୁରୁତ୍ୱ। ମା ଥ୍ୟାଙ୍କ ୟୁ ଅଲ୍ ଅରଓଭର।